रानी गो सुन बड़ी मोहन पड़ुछि उठुछि राजा नर पड़ुछि उठुछि राजा नर रानी गो सुन बड़ी मोहन रानी गो सुन बड़ी मोहन कहाँ कोई कथा दिल न जड़ा बाजुछि सबुठी बाजा बजड़ा राति पाई जेबे सकाळ हेबो राम अयोध्यारे राजा होइबो रानी गो सुन बड़ी मोहन पड़ुछि उठुछि राजा नर रानी गो सुन बड़ी मोहन एक बरे राम बन को जीव 14 वर्ष से बने रहिब एक बरे राम बन को जीव 14 वर्ष से बने रहिब अन्य बरे राजा हेब भरत हम घर ताको आड़ तुरित रानी गो सुन बड़ी मोहन अगत राजा को ए दुई बर रानी गो सुन बड़ी मोहन चक्का डोला हे पारी कर पारी कर पारी कर ए कानपुणी कौन सुनिला लो मा एडे अघटना कथा मो राणी मा सुनिले तांकर कौन न हेबे के जानिलो मा एडी पोड़ा कपाली चक्का डोला हे पारी आलो मथुरा आज अयोध्या कि उत्सव लगी समस्त प्रजा मैंने कि निमंते नुआ बसन पिंधि करती बिहर आलो मा ये जानी सोई थिबो जिए ताकू उठाई बसाइबो किए म नाई नाई सबु जानी पुणी मत पचारुता ना मथुरा मु किछि जानी नहीं जानी न जबे जणाई देउची सुन काली सकाळू राम राजा हेबो आउ कौशल्या हेबो राजमाता बुझिला बुझिला तू सत कहू मथुरा राम मोर राजा हेब हाँ हाँ राम राजा हेबो कौशल्या हेबो राजमाता बुझिला रानी गो सुन बड़ी मोहन पड़ुछि उठुछि राजा नर पड़ुछि उठुछि राजा नर रानी गो सुन बड़ी मोहन रानी गो सुन बड़ी मोहन
ରାଣୀମା ବୁଝିଲ? ଛି, ସେପରି କଥା କହନା ମଥରା। ରାମ ମୋର ତା ମା ଠାରୁ ମୋତେ ଅଧିକ ସ୍ନେହ କରେ। ଭରତକୁ ମୋର ନିଜର ଭାଇ ସମ୍ମାନ ମନେ କରେ। ଆଲୋ 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 ରାଣୀମା, ଏସବୁ ତମେ କଣ ଭାବୁଛ ବା? ଗୋଟିଏ କାମ କର, ମୁଁ ଯାହା କହିବି ତମେ ମୋ କଥା ବାଧ୍ୟ ହୋଇ ଶୁଣିବାକୁ ବାଧ୍ୟ, ବୁଝିଲ? ମଥରା, ରାମ ଆଉ ରାଜା ହେବା କହିବା ବାର୍ତ୍ତା ଯୋଗୁଁ ମୁଁ ହାରଟା ଦଉଛି ତୁମକୁ। ନିଅ। ଆଲୋ 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 ରଖେ ତ ହାର। ଇଏ ଲାଜ ମାଡୁନାହିଁ ମୁହଁକୁ, ଡେଇଁ ପଡୁନାହୁଁ ବନ୍ଧୁକୁ। ସେ ରାଜା ହେବ, ତୋ ପୁଅ ଭରତ ହେବ ପରଜା, ଆଉ କୌଶଲ୍ୟା ହେବ ରାଜମାତା। ଭାରି ଆନନ୍ଦ ଲାଗୁଥିବ ନା? ଦଶାଟା ପଛକୁ କଣ ହେବ ଜାଣିଛୁଟି? ଛି, ସେପରି କଥା କହନା ମଥରା। ମୋ ପୁଅ ହୋଇବ ରାଇଜ ରାଜା ଲୋ, ମୁଁ ହେବି ରାଜମାତା। ସଉତୁଣୀ ମୋର ପାଦରେ ଖଟିବ, ତା ପୁଅ ଧରିବ ଛତା। ମୋ କଥା ମାନି ଯଦି ଚଳୁବୁ ତାହେଲେ ତୋର ମୁକ୍ତି ଅଛି, ନଚେତ ଘୋଡ଼ା ଶାଳେ ଯାଇ ରହିବୁ। ମୁଁ କଣ କରିବାକୁ ହବ ତୁ କହିବା କଥା ମୁଁ ନିଶ୍ଚୟ ରଖିବି। ମୁଁ ଜାଣେ ପରା ତୁ ସମ୍ଭାଳି ପାରିବୁନି। ଆଖିରୁ ଲୁହ ନ ଢାଳି ଲହୁ ଢାଳିବୁ। ମୁଁ ଯାହା କହିବି ତାହା ମାନିବାକୁ ବାଧ୍ୟ। ହଁ ବାଧ୍ୟ। ଆଲୋ, ବର୍ତ୍ତମାନ କି ଉପାୟ କରିବା କହିଲୁ? ମଲା ମୋର ଏଇ କଥାକୁ ଏତେ ଚିନ୍ତା ରାଣୀମା। ତୁମ ରାଜାକୁ କହିବ, ସମ୍ରାସୁର ଯୁଦ୍ଧ ବେଳେ ଯେଉଁ 2ଟି ବର ଦେବାକୁ ପ୍ରତିଜ୍ଞା କରିଥିଲେ ତାହା ପ୍ରଦାନ କର। ରାଜା ସତ୍ୟ କଲେ କହିବ ରାମ 14 ବର୍ଷ ବନବାସ ଯାଉ, ଆଉ ମୋ ପୁଅ ଭରତ ଅଯୋଧ୍ୟାରେ ରାଜା ହେଉ। ଏହା ଯଦି କହିବ ତାହେଲେ ତୁମକୁ ମୁକ୍ତି ଅଛି, ନଚେତ ତୁମକୁ ଯେଉଁ ଅବସ୍ଥା କରିବେ ନିଜେ ଚିନ୍ତା କରିବ ରାଣୀମା। ଆଲୋ, ବର୍ତ୍ତମାନ କି ଉପାୟ କରିବା କହିଲୁ? ଆଲୋ ରାଣୀମା, ଉପାୟ କହିଲି ପରା। କାଲି ସକାଳୁ ରାମ ରାଜା ହେବ। ତୁମ ରାଜାକୁ ସତ୍ୟ କରାଇ ଦେଲେ ସବୁ କାମ ହାସଲ ହୋଇଯିବ। ତାପରେ ଦେଖିବୁନି ରାମ ଯିବ ବନବାସ, ଆଉ ଭରତ ହେବ ରାଜା। ଏହି 2ଟି ବରରେ ହେବ ଅଯୋଧ୍ୟା ମନ୍ଥନ। ଏକ ପରେ ରାମ ବନକୁ ଯିବ, 14 ବର୍ଷ ସେ ବନେ ରହିବ। ଏକ ପରେ ରାମ ବନକୁ ଯିବ, 14 ବର୍ଷ ସେ ବନେ ରହିବ। ଅନ୍ୟ ପରେ ରାଜା ହେବ ଭରତ, ମାମ ଘରୁ ତାକୁ ଆଣ ତୁରିତ। ରାଣୀ ଗୋ ଶୁଣ ବାଡ଼ି ମୋହର, ଆଗତୁ ରାଜାକୁ ଏ 2 ବର। ରାଣୀ ଗୋ ଶୁଣ ବାଡ଼ି ମୋହର। ପ୍ରଥମ ବାର ରାମ 14 ବର୍ଷ ବନବାସ ଯିବ। ଦ୍ୱିତୀୟ ବାର ଅଯୋଧ୍ୟାରେ ଭରତ ରାଜା ହେବ। ଏହା ତୁମେ ସତ୍ୟ ତ୍ରିବାର ସତ୍ୟ କରି କହିବ ରାଣୀମା, ବୁଝିଲ? ମୋର ମନ୍ତ୍ର ତୁମେ ଗ୍ରହଣ କରିବାକୁ ବାଧ୍ୟ। କୈକେୟୀ, ମୋ ପ୍ରିୟତମା ରାଣୀ କୈକେୟୀ, ମୋ ପାଟରାଣୀ କୈକେୟୀ।
ଏଠି ମନ ମାରି ବସିଥାଅ ଆଉ ମୋ କଥା ଅକ୍ଷରେ ଅକ୍ଷରେ ପାଳିବ। କଇକେଇ ମୋ ପାଟରାଣୀ କଇକେଇ ମୋ ପ୍ରିୟତମା ରାଣୀ ଏଠି ମହିଳା ଲୁଗା ପିନ୍ଧି ମନ ମାରି ବସିଥାଅ। ରାଜା ଆସିଲେଣି, ମୁଁ ଯାଉଛି। ରାଣୀମା ସବୁ କଥା ଗୋଟି ଗୋଟି କରି କହିବ ଆଉ ମୋ କଥା ନିଶ୍ଚୟ ମନେ ରଖିଥିବ। ମୁଁ ଯାଏ ରେ ପ୍ରଭୁ ଚକାଡୋଳା। ପାରି କର ସବୁ ମୋର ମନସ୍କାମନା ପୂର୍ଣ୍ଣ ହେଉ ହେ ଚକାଡୋଳା। ମୋତେ ଟିକେ ଗହଳି ମାରୁଛି। ହେଉ ତୁ ଯାଉ ମଥୁରା, ମୋ କାମ ମୁଁ କରି ନେଉଛି।